ଚାଷ ଅଛି ଯାହାର କି ଆନନ୍ଦ ତାହାର, ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର। ଆଦ୍ୟାଶା ସ୍ୱାଗତ କରୁଛି ଆଦ୍ୟାଶା ଲିତୁନ ବ୍ଲଗକୁ। ଆମ ବାଡ଼ିରେ କେମିତି ପରିବା ଚାଷ ହେଇଛି ଆସନ୍ତୁ ଦେଖିବା। ଏ ଭିଡ଼ିଓରେ ମୁଁ ଦେଖେଇବି ଆପଣମାନଙ୍କୁ କେମିତି ଆମ ବାଡ଼ିରେ ପରିବା ଚାଷ କରିଛି। ଶୀତ ଦିନରେ କେତେ ପ୍ରକାର ପରିବା ଚାଷ ହେଇଛି ଆମ ବାଡ଼ିରେ। ଶୀତ ଦିନେ ଆମ ବାଡ଼ିରେ ଚାଷ କରିବା ପାଇଁ ଭଲ ଲାଗେ। ଅନ୍ୟ ଦିନରେ ଯେତେ ପରିବା ଚାଷ ହେଇନପାରେ କିନ୍ତୁ ଶୀତ ଦିନରେ ବହୁତ ଭଲ ଲାଗେ ବାଡ଼ିରେ ବୁଲିବା ପାଇଁ ବି, ବାଡ଼ିରେ ପରିବା ଚାଷ କରିବା ପାଇଁ ବି। ଆସନ୍ତୁ ଆମ ବାଡ଼ିରେ କେମିତି ସବୁ ପରିବା ଚାଷ ମୁଁ କରିଛି ଆପଣମାନଙ୍କୁ ଦେଖାଉଛି। ସବୁ କୋବି, ବାଇଗଣ, ଟମାଟୋ, କାକୁଡ଼ି, ଶାଗ, ଧନିଆ ପତ୍ର କେତେ କ'ଣ ଚାଷ ସବୁ ହେଇଛି। ମୋ ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ମୋ ଭିଡ଼ିଓକୁ ଲାଇକ୍ ସେୟାର କରିବେ। ମାର୍କେଟରୁ ତ ଆମେ ସବୁଦିନେ ପରିବା କିଣିକି ଖାଉଛୁ, ହେଲେ ନିଜ ବାଡ଼ିରେ ଯେମିତି ପରିବାଟା ଲଗେଇକି ଖାଇଲେ ଗୋଟେ ଅଲଗା ପ୍ରକାର, ତାର ଟେଷ୍ଟ ଅଲଗା ପ୍ରକାର, ଇଚ୍ଛା ବି ଗୋଟେ ଅଲଗା ପ୍ରକାରର ହୁଏ। ଦେଖନ୍ତୁ ମୁଁ ଘରେ ରୋଷେଇ କାମ ସବୁ ସାରିକି ମୋର ଟିକେ ଯେତିକି ଟାଇମ୍ ବାହାରେ ମୋର, ସେ ଟାଇମ୍ଟା ମୁଁ ମୋର ବାଡ଼ିରେ ଲଗେଇ ଦିଏ। ଗଛର ଯତ୍ନ ନିଏ, ଗଛ ସବୁ ଲଗେଇକି ସେଇଟା ପାଣି ଦିଏ। ଦେଖୁଛନ୍ତି ମୁଁ ଗଛ କେମିତି ଲଗେଇଛି। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଦେଖନ୍ତୁ ସବୁ ବିନ୍ସ ଗଛ ହେଇଛି। ଶୀତ ଦିନରେ ଏସବୁ ଗଛ ଆମ ବାଡ଼ିରେ ଲାଗିଲେ ବହୁତ ଭଲ ଲାଗେ। ଆମେ ରୋଷେଇ କରୁଥିଲେ ବି ମାନେ ଦରକାର ପଡ଼ିବ ଯେତେବେଳେ ଯେଉଁ ଜିନିଷଟା ଯେଉଁ ପରିବାଟା ସାଙ୍ଗେ ସାଙ୍ଗେ ଯାଇକି ବାଡ଼ିରୁ ଆଣିକି ବି କରିହୁଏ। ଶୀତ ଦିନରେ ଯେତେ ପରିବା ଚାଷ ଯାହା ବି ପରିବା ହୁଏ ସବୁ ଆମେ ବାଡ଼ିରେ ଲଗେଇଥାଉ। ଏମିତି ତ ସବୁଦିନେ ମାର୍କେଟରୁ କିଣାଯାଏ ନା, ହେଲେ ଶୀତ ଦିନରେ ଘରେ ଲଗେଇଲେ ଟିକେ ଭଲ ଲାଗେ ଘର ବାଡ଼ିରେ। ଏଇଟା ହେଉଛି ଲେଉଟିଆ ଶାଗ। ଆଗରୁ ମୁଁ ଗୋଟେ ଭିଡ଼ିଓ ଆପଣମାନଙ୍କୁ କୋଶଳା ଶାଗର ଦେଖେଇଥିଲି। କୋଶଳା ଶାଗଟା ସରିଗଲାଣି, ହେଇଥିଲା। ଏଇଟା ପାଳଙ୍ଗ ଶାଗ। ପାଳଙ୍ଗ ଶାଗର ତ ବହୁତ ମାନେ ଭେରାଇଟି ଆଇଟମ୍ ହେଇପାରିବ। ଦେଖନ୍ତୁ ମୂଳା କେମିତି ହେଇଛି। ଦେଖୁଛନ୍ତି ବାଡ଼ି କେମିତି ସବୁଜ ଦେଖାଯାଉଛି। ଧନିଆ ପତ୍ର ହେଇଛି। ମେଥି ଶାଗଟା ଏତେ ଭଲ କି ହେଇପାରିଲାନି, କିନ୍ତୁ ଯେତିକି ବାହାରିଛି ବହୁତ ଭଲ ବାହାରିଛି। ଧନିଆ ପତ୍ରଟା ବହୁତ ଭଲ ବାହାରିଛି ଧନିଆ ପତ୍ର, କିନ୍ତୁ ମେଥି ପତ୍ରଟା ଟିକେ ଛାଡ଼ି ଛାଡ଼ି ବାହାରିଲା। ଏ ଦେଖୁଛନ୍ତି କେମିତି ମେଥି ପତ୍ରଟା, କିନ୍ତୁ ଚଳିବ। ଶାଗ ଗୁଡ଼ା ଯେଉଁଠି ଯେଉଁଠି ହେଇଛି ଟିକେ ଭଲ କି ହେଇଯାଇଛି। ମେଥି ଶାଗ ତ ସବୁଥିରେ ପକେଇଲେ ବହୁତ ଭଲ ଲାଗେ। ଏଟା କାକୁଡ଼ି ଗଛ, କାକୁଡ଼ିରେ ଫୁଲ ଆସିଛି। ଛୋଟ ଛୋଟ କାକୁଡ଼ି ବି ଧରିଛି, କାକୁଡ଼ି କଷି ହେଇଛି। ଏ କାକୁଡ଼ିଟା ତଳେ ମାତିବ, ଏଟା ଜମା ଉପରେ ଦେଲେ ହବନି, ସବୁ ତଳେ ମାତି ମାତି ଚାଲିବ କାକୁଡ଼ି। ଆମ ବାଡ଼ିରେ ଦେଖନ୍ତୁ ନଡ଼ିଆ ଗଛ, ଗୁଆ ଗଛ ସବୁ ଲଗା ହେଇଛି। ମୋ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟସ୍ କରି ଜଣାଇବେ। ମଟର ଛୁଇଁ ବି ହେଇଛି। ସବୁ ପ୍ରକାର ଚାଷ ହେଇଛି। ବାଡ଼ିଟା ବୁଲିବା ପାଇଁ ବହୁତ ଭଲ ଲାଗୁଛି। ଆପଣମାନେ ଦେଖିବେ ମୋ ଭିଡ଼ିଓଟା। ଟମାଟୋ ଗଛରେ ଦେଖନ୍ତୁ ଫୁଲ ଆସିଛି। ଫଳ ବି ଟିକେ ଟିକେ ହେଇଯାଇଛି। ଛୋଟ ଛୋଟ ଟମାଟୋ ହେଇଛି। ଲଙ୍କା ଗଛରେ ଲଙ୍କା ବି ଧରିଛି। ଏବେ ରୋଷେଇ ପାଇଁ ପାଳଙ୍ଗ ଶାଗ ଆଉ ମେଥି ଶାଗ ତୋଳା ଚାଲିଛି। ରୋଷେଇ କରୁଥିଲେ ବି ଯେତେବେଳେ ଯେଉଁଟା ଦରକାର ପଡ଼ିବ ଆସିକି ବାଡ଼ିରୁ ନେଇ ହେବ ସାଙ୍ଗେ ସାଙ୍ଗେ। ଶୀତ ଦିନରେ ସବୁ ଫସଲ ଯେତେ ପରିବା ସବୁ ଆମ ବାଡ଼ିରେ କରାଯାଏ। ଦେଖୁଛନ୍ତି ମୋ ପରିବା ଚାଷ। ରହିଲି, ଧନ୍ୟବାଦ।